ମାର୍ଚ୍ଚ ମିଳିବ ପକ୍କା ଘର। ହେଲୋ ଫ୍ରେଣ୍ଡ ନମସ୍କାର, ଶୁଭ ସକାଳ। ଆପଣ ଦେଖୁଛନ୍ତି ଓଡ଼ିଆ ଆଜି 14 ଜାନୁଆରୀ ଚାଲନ୍ତୁ ଏ ନେବାର ଟପ୍ ନ୍ୟୁଜ୍। ରାଜ୍ୟରେ ଲକ୍ଷ ଲକ୍ଷ ଗରିବ ପରିବାରଙ୍କୁ ପକ୍କା ଘର ମିଳିନାହିଁ। ସରକାର କେବେ ସେମାନଙ୍କୁ ସହାୟତା ଯୋଗାଇ ଦେବେ ଅନେଇ ବସିଛନ୍ତି। ଏହାରି ଭିତରେ ପକ୍କା ଘର ଅପେକ୍ଷାରେ ଥିବା ଲୋକଙ୍କ ପାଇଁ ଖୁସି ଖବର ଦେଇଛନ୍ତି ପଞ୍ଚାୟତି ରାଜମନ୍ତ୍ରୀ। ମାର୍ଚ୍ଚ ମିଳିବ ପକ୍କା ଘର। ଖୁବ୍ ଶୀଘ୍ର କେନ୍ଦ୍ରକୁ ତାଲିକା ପଠାଇବ ରାଜ୍ୟ। ଅସହାୟ ଗରିବ ଲୋକଙ୍କୁ 2 କୋଟି ପକ୍କା ଘର ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିସାରିଛନ୍ତି। ହେଲେ ଓଡ଼ିଶାର ଭାଗ କେତେ ପଡ଼ିବ, କେତେ ଲୋକଙ୍କୁ ପକ୍କା ଘର ଦେବେ କେନ୍ଦ୍ର, ଯାହାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ଆଉ ଏସବୁ ଭିତରେ ବଡ଼ ସୂଚନା ଦେଇଛନ୍ତି ପଞ୍ଚାୟତି ରାଜମନ୍ତ୍ରୀ ରବି ନାୟକ। କହିଛନ୍ତି ଖୁବ୍ ଶୀଘ୍ର କେନ୍ଦ୍ରକୁ ପକ୍କା ଘର ତାଲିକା ଦେବେ ରାଜ୍ୟ। ଏହି ସଂଖ୍ୟା 18ରୁ 20 ଲକ୍ଷ ରହିବ। ଆବଶ୍ୟକ ପଡ଼ିଲେ ଏହି ସଂଖ୍ୟା ବଢ଼ିପାରେ। ଏନେଇ ତାଲିକା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ମାର୍ଚ୍ଚ ସୁଦ୍ଧା ହିତାଧିକାରୀଙ୍କୁ ପକ୍କା ଘର ଆବଣ୍ଟନ କରାଯିବ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ କ୍ଲିକ୍ କରିବେ, ଯାହାଦ୍ୱାରା ଆପଣ ଏଭଳି ଟପ୍ ନ୍ୟୁଜ୍ ସର୍ବପ୍ରଥମେ ଜାଣିପାରିବେ।